ଭାରତର ପୂର୍ବବଙ୍ଗରେ ଓଡ଼ିଶା ଏକ ରାଜ୍ୟ ଏବଂ ସେହି ରାଜ୍ୟରେ ନୂଆସାହି ନାମରେ ଏକ ଛୋଟିଆ ଗାଁଟେ ଅଛି। ପ୍ରଥମ ଦେଖାରେ ଗାଁଟି ଏକ ସାଧାରଣ ଗାଁ ଭଳିଆ ହିଁ ଲାଗେ, କିନ୍ତୁ ପାଖରୁ ଦେଖିଲେ ତାହାର ରହସ୍ୟ ଜଣାପଡ଼େ। ଏହି ଗାଁରେ ଏକ ରହସ୍ୟ ଲୁଚି ରହିଛି। ଏହି ଗାଁରେ ବହୁ ବର୍ଷରୁ ଗୋଟେ ଶ୍ରାପ ରହିଅଛି। ବହୁ ବର୍ଷରୁ ଏହି ଗାଁରେ ଅମାବାସ୍ୟା ରାତିରେ ଏକ ଭୟାନକ ଆତ୍ମା ଆସେ ଏବଂ କାହାକୁ ଡାକେ, ଏବଂ ଡାକିବା ପରେ ଯଦି ସେହି ବ୍ୟକ୍ତି ଉତ୍ତର ଦିଏ ତାର ଆଉ ପତା ମିଳେ ନାହିଁ, କିମ୍ବା ତାର ମୃତଦେହ ନଡ଼ିଆ ଗଛ କିମ୍ବା ତାଳ ଗଛ ତଳେ ମିଳେ। ସନ୍ଧ୍ୟା ହୋଇଥାଏ ଏବଂ ଗାଁର ମଝିରେ କିଛି ଲୋକ ବସି ନିଆଁ ପୋଉଥାନ୍ତି ଏବଂ କିଛି ଗମ୍ଭୀର କଥାବାର୍ତ୍ତା କରୁଥାନ୍ତି। ଏମିତି ଲାଗୁଥାଏ ଯେମିତି କିଛି ବହୁତ ଜରୁରୀ କଥାବାର୍ତ୍ତା ହେଉଥିଲେ। ସେଥିମଧ୍ୟରୁ ଜଣେ କହିଲା, ଚାଲ ଭାଇ ଘରକୁ ଯିବା, ରାତି ବହୁତ ହେଇଗଲାଣି। ସେମିତିରେ ବି ଆଜି ଅମାବାସ୍ୟାର ରାତି, ଆଉ ଅମାବାସ୍ୟା ରାତିରେ ଯାହା ହୁଏ ଆମ ଗାଁରେ ତମେମାନେ ତ ସବୁ ଜାଣିଥିବ। ଆଉ ଜଣେ ଉତ୍ତର ଦେଇ କହିଲା, ହଁ ହଁ ଚାଲ ଘରକୁ ଯିବା, ଆମେ ଜାଣିଛୁ କ'ଣ ହୁଏ। ଶ୍ରାପ? କେମିତିକା ଶ୍ରାପ? ଆପଣମାନେ ବିନା କେମିତିକା କଥାବାର୍ତ୍ତା କହୁଛନ୍ତି? ଏହି କଥା ମନୀଷ କହିଥିଲା, ଯିଏକି 2 ଦିନ ପୂର୍ବରୁ ସହରରୁ ଗାଁକୁ ଆସିଛି ନିଜ ଜେଜେମା ଏବଂ ଜେଜେବାପାଙ୍କ ସହିତ କିଛି ସମୟ ବିତାଇବା ପାଇଁ, ଏବଂ ତାଙ୍କୁ ଗାଁ ବିଷୟରେ କିଛି ବି ଜଣା ନାହିଁ। ମନୀଷର ଜଣେ ଗାଁର ସାଙ୍ଗ କହିଲେ, ଆରେ ମନୀଷ, ଏହି କଥାକୁ ଏତେ ହାଲକାରେ ନିଏନି। ଗାଁରେ ବହୁତ ଲୋକଙ୍କ ସହିତ ଏଇଟା ଘଟି ସାରିଲାଣି ଏବଂ ଘଟିଛି, ତତେ ଜଣା ନାହିଁ କେତେ ଭୟାନକ ଏ ଘଟଣା। ତାପରେ ମନୀଷ କହିଲା, କିନ୍ତୁ ହୁଏ କ'ଣ? ମୋତେ ତ ଟିକେ ଜଣାଅ, ଆକ୍ଚୁଆଲିରେ ହୁଏ କ'ଣ? ତାପରେ ଜଣେ ବୃଦ୍ଧ ବ୍ୟକ୍ତି କହିଲେ, କିଛି ହୁଏ ନାହିଁ, କିନ୍ତୁ ତତେ ଯିଏ ଡାକିବ ତୁ ଉତ୍ତର ଦେବୁ ନାହିଁ। ଏତିକି କହି ଶୀଘ୍ର ଯିଏ ଯାହା ଘରକୁ ଚାଲିଗଲେ। ମନୀଷ ମଧ୍ୟ ଘରକୁ ଗଲା ଏବଂ ତା ରୁମ୍ରେ ଶୋଇଲା। ଧୀରେ ଧୀରେ ରାତି ଆହୁରି ଘଞ୍ଚ ହେବାରେ ଲାଗିଲା। ଗାଁ ସୁନସାନ ହୋଇଯାଇଥିଲା। ରାତିର ଶୂନ୍ୟତାକୁ କିଛି ପେଚା ଏବଂ ଛୋଟ ଛୋଟ କୀଟମାନଙ୍କର ଶବ୍ଦ ଭଙ୍ଗ କରୁଥିଲା। ରାତି ବଢ଼ିବା ସହିତ ଥଣ୍ଡା ମଧ୍ୟ ବଢ଼ୁଥାଏ। ମନୀଷର ସିଗାରେଟ୍ ଟାଣିବାର ଆଦତ ଥିଲା, ସେଥିପାଇଁ ସେ ଶୋଇପାରୁନଥିଲା ଏବଂ ସେ ଘରେ ତାର ଅଜା ଆଈ ଥିବାରୁ ସେ ସେଠି ସିଗାରେଟ୍ ଟାଣି ପାରୁନଥିଲା। ସେଥିପାଇଁ ସେ ବାହାରକୁ ଗଲା। ବାହାରକୁ ଯାଇ ଠିଆ ହୋଇଥିଲା, ତାକୁ ଏକ ଛୋଟ ଛୁଆର କାନ୍ଦ ଶୁଭାଗଲା। ତାକୁ ଶୁଣି ମନୀଷ ବହୁତ ଡରି ଯାଇଥିଲା ଏବଂ ଗାଁ ଲୋକ କହୁଥିବା କଥା ସବୁ ତାର ମନେ ପଡ଼ୁଥିଲା। ତଥାପି ସେ ସାହସ କରି ତାକୁ ଦେଖିବା ପାଇଁ ଗଲା, କାରଣ ତାକୁ ଜାଣିବା ପାଇଁ ଇଚ୍ଛା ଥିଲା ଯେ ସତରେ ହେଉଛି କ'ଣ। ଦେଖିଲା ଗୋଟେ ଛୋଟ ଛୁଆଟେ ବସି କାନ୍ଦୁଛି। ସେ ଯେତେବେଳେ ତା ପାଖକୁ ଗଲା, ହଠାତ୍ ଏମିତି ଏକ ଜିନିଷ ଦେଖିଲା ଯାହାକୁ ଦେଖିବା ପରେ ସେ ଭୟରେ ବେହୋସ ହୋଇପଡ଼ିଲା। ଆଗକୁ କ'ଣ ହେଲା ଜାଣିବା ପାଇଁ ପାର୍ଟ 2କୁ ୱେଟ୍ କରନ୍ତୁ ଏବଂ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ।